ଜୟଗୁରୁ। ଚାରି ଦଶନ୍ଧି ପୂର୍ବରୁ ମହାଭାରତୀୟ କାଳର ଇନ୍ଦ୍ରପ୍ରସ୍ଥ ଅର୍ଥାତ୍ ଆଜିର ଦିଲ୍ଲୀରେ ଗୋଟିଏ ସ୍ୱତନ୍ତ୍ର ଧରଣର ଆଧ୍ୟାତ୍ମିକ ଯାତ୍ରାର ଶୁଭାରମ୍ଭ ହୋଇଥିଲା, ଯାହାର ଉଦ୍ଦେଶ୍ୟ ଦକ୍ଷିଣ ଭାରତର ଶଙ୍କରାଚାର୍ଯ୍ୟଙ୍କ ଜ୍ଞାନ, ପୂର୍ବ ଭାରତର ଶ୍ରୀମାନ ଗୌରାଙ୍ଗ ଦେବଙ୍କ ପ୍ରେମର ମିଳନ ସ୍ୱରୂପ ଯେଉଁ ଅମୃତ ଧାରା ସଦ୍ଗୁରୁ ପରମହଂସ ଶ୍ରୀମଦ୍ ସ୍ୱାମୀ ନିଗମାନନ୍ଦ ସରସ୍ୱତୀ ଦେବ ଆଧିକାରିକ ପୁରୁଷ ଭାବରେ ମାନବ ସମାଜକୁ ପ୍ରଦାନ କରିବା ପାଇଁ ଦାୟିତ୍ୱ ସମ୍ପନ୍ନ ହୋଇଅଛନ୍ତି, ତାଙ୍କରି ସ୍ୱହସ୍ତ ପ୍ରତିଷ୍ଠିତ ନୀଳାଚଳ ସାରସ୍ୱତ ସଂଘ ପୁରୀର ଏକ ଶାଖା ଦିଲ୍ଲୀ ସାରସ୍ୱତ ସଂଘର ସୂତ୍ରପାତ ହୋଇ ଆଜି ପର୍ଯ୍ୟନ୍ତ ଚେଷ୍ଟାନିରତ ରହିଛି। ଆଜି ଆପଣମାନଙ୍କ ସମ୍ମୁଖରେ ଯାହା ଦୃଶ୍ୟମାନ ହେଉଛି, ସେସବୁ ସେହି ଲୀଳାମୟ ଶ୍ରୀ ଶ୍ରୀ ନିଗମାନନ୍ଦ ସରସ୍ୱତୀ ଦେବଙ୍କ କୃପାରୁ ହିଁ ସମ୍ଭବ ହୋଇପାରିଛି, ଏଥିରେ ଦ୍ୱିମତ ନାହିଁ। ସଦ୍ଗୁରୁ ନିଗମାନନ୍ଦ ଦେବ ତାଙ୍କ ପୂର୍ବଜନ୍ମରେ ବ୍ରହ୍ମାନନ୍ଦ ଗିରି ନାମକ ଜଣେ ସିଦ୍ଧତାନ୍ତ୍ରିକ ଥିଲେ। ଜଗତ ଜନନୀ ମହାଶକ୍ତି ବ୍ରହ୍ମାନନ୍ଦ ଗିରିଙ୍କୁ ଏହି ପ୍ରତିଶ୍ରୁତି ଦେଇଥିଲେ ଯେ ତୁମେ ପରଜନ୍ମରେ ମୋତେ ପୂର୍ଣ୍ଣ ଭାବରେ ପ୍ରାପ୍ତ କରିପାରିବ। ସେହି ବାଣୀ ଅନୁସାରେ ସଦ୍ଗୁରୁ ନିଗମାନନ୍ଦ ସେତେବେଳର ଅଖଣ୍ଡ ଭାରତ ତଥା ବର୍ତ୍ତମାନର ବାଂଲାଦେଶ କୁତବପୁରଠାରେ ଜନ୍ମଗ୍ରହଣ କରିଥିଲେ। ତୁଳସୀ ଦୁଇପତ୍ରରୁ ବାସିବା ପରି ସେ ପିଲାଦିନରୁ ପରୋପକାରୀ, ସମାଜ ସଂସ୍କାରକ, ନେତୃତ୍ୱ ଗୁଣ, ଔପନ୍ୟାସିକ, କବି ତଥା କଳାକାର ଥିଲେ। ରାମକୃଷ୍ଣ ଦେବ ଏହି ଶିଶୁ ପିଲାଟିକୁ ଦେଖି ଭରା କଳସୀ ଅର୍ଥାତ୍ ପୂର୍ଣ୍ଣ ବ୍ରହ୍ମ ବୋଲି କହିଥିଲେ। ତାଙ୍କର କୁଳଗୁରୁ ଶ୍ରୀମାନ ଭାସ୍କରାନନ୍ଦ ସରସ୍ୱତୀ ଜାତକ ଗଣନା କରି କହିଥିଲେ ଯେ ଏହି ପିଲା ଗୃହସ୍ଥ ହେଲେ ସମ୍ରାଟ ହେବ ଏବଂ ସାଧୁ ହେଲେ ଗୁରୁଙ୍କର ଗୁରୁ ଭାବରେ ପରିଗଣିତ ହେବ। ସଂଘର୍ଷମୟ ଜୀବନରେ ପିଲାଟି ଦିନରୁ ମାତା ଓ ପତ୍ନୀଙ୍କ ଦେହରକ୍ଷା ସତ୍ତ୍ୱେ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ସାଧନା ସମ୍ପାଦନ କରି ସନାତନ ଧର୍ମର ସମସ୍ତ ରାସ୍ତା ଯେପରିକି ତନ୍ତ୍ର, ଜ୍ଞାନ, ଯୋଗ ଓ ପ୍ରେମ ଏହି ସବୁ ସାଧନାରେ ସିଦ୍ଧିଲାଭ କରି ନିର୍ବିକଳ୍ପ ସାଧନାରେ ମୁଁ ଗୁରୁ ଏହି ଭାବ ନେଇ ଫେରିଥିଲେ। ଉଜ୍ଜୟିନୀରେ ଅନୁଷ୍ଠିତ କୁମ୍ଭମେଳା ଉପଲକ୍ଷେ ସାଧୁ ସମାଗମରେ ତତ୍କାଳୀନ ଶଙ୍କରାଚାର୍ଯ୍ୟ ଶ୍ରୀମଦ୍ ସ୍ୱାମୀ ନୃସିଂହ ଭାରତୀଙ୍କ କଠିନ ପରୀକ୍ଷାରେ ଉତ୍ତୀର୍ଣ୍ଣ ଲାଭ କରି ସମସ୍ତ ସାଧୁ ସମାଜଙ୍କ ସହମତିରେ ପରମହଂସ ଉପାଧିରେ ଭୂଷିତ ହୋଇଥିଲେ। ସାରା ବିଶ୍ୱରେ କିପରି ଭାତୃତ୍ୱ ପ୍ରତିଷ୍ଠା ହୋଇପାରିବ, ପୂର୍ବୋଦୟରୁ ବିଶ୍ୱୋଦୟ ଏପରି ଏକ ପରିକଳ୍ପନା ସହିତ ଯେତେବେଳେ ସମଗ୍ର ସନ୍ଥ ସମାଜ ଗଙ୍ଗା, ଯମୁନା, କାବେରୀ, ଗୋଦାବରୀ ଆଦି ସ୍ଥାନମାନଙ୍କରେ ମଠ ମନ୍ଦିର ପ୍ରତିଷ୍ଠା କରୁଥିଲେ, ଠିକ୍ ସେତିକିବେଳେ ସଦ୍ଗୁରୁ ନିଗମାନନ୍ଦ ଦେବ ଆସାମର ଜୋରହାଟ ଜିଲ୍ଲାର କୋକିଳାମୁଖ ନାମକ ସ୍ଥାନରେ ବ୍ରହ୍ମପୁତ୍ର ତଟରେ 100ରୁ ଊର୍ଦ୍ଧ୍ୱ ଏକର ବିଶିଷ୍ଟ ଜାଗା କିଣି ଆସାମ ବଙ୍ଗୀୟ ସାରସ୍ୱତ ମଠର ସ୍ଥାପନା କରି ସନାତନ ଧର୍ମର ପ୍ରସାର, ସତ୍ ଶିକ୍ଷାର ବିସ୍ତାର, ଶିବ ଜ୍ଞାନରେ ଜୀବସେବା ରୂପକ ବ୍ରତ ଗ୍ରହଣ କରି ଯୋଜନାବଦ୍ଧ ଭାବରେ 5ଟି ବିଭାଗୀୟ ଆଶ୍ରମ ସ୍ଥାପନ ପୂର୍ବକ ବିଶ୍ୱ କିପରି ବ୍ରହ୍ମଜ୍ଞାନର ଆଲୋକରେ ଉଦ୍ଭାସିତ ହେବ, ଯୋଗ ପ୍ରଭାବରେ ନିଜ ନିଜ ଇଷ୍ଟଙ୍କ ସହ ଯୋଗ ଯୁକ୍ତ ହୋଇପାରିବ, ପ୍ରେମର ପ୍ଲାବନରେ ପ୍ଲାବିତ ହୋଇପାରିବ ତଥା ତନ୍ତ୍ରର ମନ୍ତ୍ର ପ୍ରଭାବରେ ଆସୁରୀ ଶକ୍ତିର ବିନାଶ କରିପାରିବ, ସେହି କାର୍ଯ୍ୟର ସୂତ୍ରପାତ କରିଥିଲେ। ସ୍ଥୂଳ ଜୀବନର ଶେଷ ଦଶକ ଶ୍ରୀ ଜଗନ୍ନାଥ ଧାମ ପୁରୀ ଶ୍ରୀକ୍ଷେତ୍ରରେ ଅବସ୍ଥାନ ପୂର୍ବକ ଶଙ୍କରାଚାର୍ଯ୍ୟଙ୍କ ଗୋବର୍ଦ୍ଧନ ମଠ, ଶ୍ରୀ ଗୌରାଙ୍ଗ ଦେବଙ୍କ ଗମ୍ଭୀରାର ମଧ୍ୟସ୍ଥଳରେ ତଥା ସ୍ୱର୍ଗଦ୍ୱାରର ଅନତି ଦୂରରେ ଏକ ଘର କିଣି ନୀଳାଚଳ କୁଟୀର ନାମ ପ୍ରଦାନ କରି ନିଜର ନିତ୍ୟ ବାସସ୍ଥଳୀ କରିଥିଲେ ତଥା 1934 ମସିହାରେ ନୀଳାଚଳ ସାରସ୍ୱତ ସଂଘ ପ୍ରତିଷ୍ଠା କରି ଆଦର୍ଶ ଗୃହସ୍ଥ ଜୀବନ ଗଠନ, ସଂଘ ଶକ୍ତିର ପ୍ରତିଷ୍ଠା ତଥା ଭାବର ବିନିମୟ କରିବା ପାଇଁ ଆହ୍ୱାନ ଦେଇଥିଲେ। ସମଗ୍ର ବିଶ୍ୱରେ ଅନେକ ଶାଖା ଗଠନ କରି ଉପରୋକ୍ତ ଆଦର୍ଶରେ ଶିଷ୍ୟ ଭକ୍ତମାନେ ନିଜକୁ ସଦ୍ଗୁରୁଙ୍କ ବାଣୀର ପ୍ରଚାର ଧର୍ମରେ ବ୍ରତୀ ହୋଇ ସଦ୍ଗୁରୁ ନିଗମାନନ୍ଦଙ୍କ ପ୍ରବର୍ତ୍ତିତ ଜୟଗୁରୁ ସିଦ୍ଧମନ୍ତ୍ର, ଯାହାକି ଏକ ସାର୍ବଭୌମ ମନ୍ତ୍ର ଯାହାର ଅର୍ଥ ଗୁରୁଙ୍କର ଜୟ, ଏହି ମର୍ମରେ ସମଗ୍ର ବିଶ୍ୱବାସୀ ନିଜ ନିଜ ଗୁରୁଙ୍କ ଜୟ ଘୋଷ କରି ପରସ୍ପର ସହ ଏକ ଆତ୍ମୀୟ ସମ୍ପର୍କ ସ୍ଥାପନ କରିପାରିବେ। ଏ ପ୍ରକାର ଏକ ବିଶ୍ୱ ଭାତୃତ୍ୱ ଭାବର ମଞ୍ଜି ବପନ କରିଥିଲେ, ଯାହା ଆଜି କଳ୍ପଦ୍ରୁମ ସମାନ ସମଗ୍ର ବିଶ୍ୱରେ ପରିବ୍ୟାପ୍ତ ହୋଇପାରିଛି। ନିଗମ ଗ୍ରନ୍ଥାବଳୀ
ସାରସ୍ୱତ ଗ୍ରନ୍ଥାବଳୀ ରୂପକ 10ରୁ ଊର୍ଦ୍ଧ୍ୱ ଭାଷାରେ 1000ରୁ ଅଧିକ ଗ୍ରନ୍ଥ ରଚନା କରି ସତ୍ ଶିକ୍ଷାର ବିସ୍ତାର ଲକ୍ଷ୍ୟରେ ଆଜି ମଧ୍ୟ କ୍ରିୟାନ୍ୱିତ ହୋଇ ଆସୁଛି। ଆମର ଏହି ଦିଲ୍ଲୀ ସାରସ୍ୱତ ସଂଘ, ଯାହାକି ନୀଳାଚଳ ସାରସ୍ୱତ ସଂଘର ଏକ ସ୍ୱୀକୃତିପ୍ରାପ୍ତ ଶାଖା ଅଟେ, ତାର ମୂଳଦୁଆ ପଡ଼ିଥିଲା ତତ୍କାଳୀନ ପରିଚାଳକ ସିଦ୍ଧ ପୁରୁଷ ସ୍ୱର୍ଗତ ଦୁର୍ଗାଚରଣ ମହାନ୍ତି ଭାଇଙ୍କ ପ୍ରେରଣା, ପ୍ରତିଷ୍ଠାତା ପ୍ରତିନିଧି ସଭାପତି ସ୍ୱର୍ଗତ ଦୁର୍ଯ୍ୟୋଧନ ପ୍ରଧାନଙ୍କ ନିଷ୍ଠା, ତତ୍କାଳୀନ ଉପସଭାପତି ଶ୍ରୀ ରଘୁନାଥ ତ୍ରିପାଠୀ ଭାଇଙ୍କ ସହଯୋଗିତା, ସମ୍ପାଦକ ସ୍ୱର୍ଗତ ପ୍ରଭାକର ମହାନ୍ତି ଭାଇଙ୍କ ଅଦମ୍ୟ କର୍ମ ଯୋଜନା, କୋଷାଧ୍ୟକ୍ଷ ସ୍ୱର୍ଗତ ଦ୍ୱାରକାନାଥ ତ୍ରିପାଠୀ ଭାଇ ତଥା ଶ୍ରୀ ଜଗଦୀଶ ଚନ୍ଦ୍ର ଚୌହାନ ଭାଇଙ୍କ ଅମାୟିକ ସରଳତା ତଥା ଅନ୍ୟ ବହୁ ଭକ୍ତ ଭାଇ ଓ ମା'ମାନଙ୍କ ଠାକୁର ପ୍ରାଣ ଯୋଗୁଁ ତାହା ହୋଇପାରିଥିଲା। ପ୍ରତି ସପ୍ତାହରେ ଲୋଧି କଲୋନୀ ତଥା ସରୋଜିନୀ ନଗର ବାସଭବନରେ ଏକତ୍ର ହୋଇ ସଂଘ ଅଧିବେଶନ, ହିନ୍ଦୀ ଭାଷାରେ ନିଗମ ଗ୍ରନ୍ଥାବଳୀ ତଥା ସାରସ୍ୱତ ଗ୍ରନ୍ଥାବଳୀର ଭାଷାନ୍ତର, ବିଶ୍ୱ ପୁସ୍ତକ ମେଳା ତଥା ରାଜ୍ୟସ୍ତରୀୟ ପୁସ୍ତକ ମେଳାରେ ଅଂଶଗ୍ରହଣ ପୂର୍ବକ ସମଗ୍ର ହିନ୍ଦୀ ଭାଷୀ କ୍ଷେତ୍ରରେ ସଦ୍ଗୁରୁ ନିଗମାନନ୍ଦ ଦେବଙ୍କ ଆଦର୍ଶ ଭାବଧାରା ପ୍ରସାର ପୂର୍ବକ 1999 ମସିହା ଡିସେମ୍ବର 5 ତାରିଖରେ ଛତରପୁର ସ୍ଥିତ ହରଗୋବିନ୍ଦ ଏନକ୍ଲେଭରେ 1400 ବର୍ଗମିଟର ପରିମିତ ଏକ ଜାଗା କ୍ରୟ କରାଯାଇ ଆସନ ମନ୍ଦିର ନିର୍ମାଣ କରାଯାଇଥିଲା। ଓଡ଼ିଶା ବାହାରେ ଜାମସେଦପୁର ପରେ ଦିଲ୍ଲୀରେ ଏହି ଆସନ ମନ୍ଦିର ପ୍ରତିଷ୍ଠା ହୋଇଥିଲା। ବ୍ରାହ୍ମଣ୍ୟ ଭାବରେ ଜୀବସେବା ବ୍ରତ ସହିତ ଦିଲ୍ଲୀର ବିଭିନ୍ନ ସାମାଜିକ ତଥା ଧାର୍ମିକ କାମରେ ଯୋଗଦାନ ସହ ସହଯୋଗିତାର ହାତ ବଢ଼ାଇବାର କାମ ମଧ୍ୟ କରାଯାଇ ଆସୁଛି। ରଥଯାତ୍ରା ସମୟରେ ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କ ପାଇଁ ସର୍ବତ ବିତରଣ ସେବା, ରକ୍ତଦାନ ଶିବିର, ପରିବେଶ ସୁରକ୍ଷା କଳ୍ପେ ସ୍ୱଚ୍ଛତା ସେବା ତଥା ଚାରା ରୋପଣ, ଭଣ୍ଡାରା ମାଧ୍ୟମରେ ପ୍ରସାଦ ବିତରଣ, ଖରାଦିନେ ପାନୀୟ ଜଳ ବିତରଣ, ଶୀତ ସମୟରେ ବିଭିନ୍ନ ଫୁଟପାଥରେ କମ୍ବଳ ବିତରଣ ଆଦି ସେବା ସହିତ କୋଭିଡ୍ ମହାମାରୀ ସମୟରେ ଶୁଖିଲା ରାସନ ବିତରଣ, ମାସ୍କ ଏବଂ ସାନିଟାଇଜର ବିତରଣ ଆଦି ସେବା ମଧ୍ୟ ସମ୍ପନ୍ନ କରାଯାଇଥିଲା। 2009ରେ ନୀଳାଚଳ ସାରସ୍ୱତ ସଂଘର ସମସ୍ତ ଶାଖା ସଂଘର ପ୍ରତିନିଧିମାନଙ୍କୁ ନେଇ ଏକ ବିଶେଷ ଉତ୍ସବର ଆୟୋଜନ ସହିତ ଋଷିକେଶଠାରେ ଶାନ୍ତି କୁଟୀର ନାମରେ ଏକ ଆସନ ମନ୍ଦିରର ପ୍ରତିଷ୍ଠା କରାଯାଇ ସଦ୍ଗୁରୁ ନିଗମାନନ୍ଦଙ୍କ ଭାବଧାରା ପ୍ରସାରର ଏକ କେନ୍ଦ୍ରକୁ କାର୍ଯ୍ୟକ୍ଷମ କରାଯାଇଥିଲା। ଓଡ଼ିଶାରୁ ଆସି ଦିଲ୍ଲୀରେ ବସବାସ କରୁଥିବା ପରିବାରମାନଙ୍କର ପରବର୍ତ୍ତୀ ପିଢ଼ିମାନେ କିପରି ଉତ୍କଳୀୟ କଳା, ସଂସ୍କୃତି, ଭାଷା, ଖାଦ୍ୟ, ପୋଷାକ ଆଦିରେ ରୁଚି ରଖିବେ ତଥା ଏହାକୁ ଆପଣାଇବେ, ସେଥିପାଇଁ ଆସନ ମନ୍ଦିରରେ 12 ମାସରେ 13 ପର୍ବର ପାଳନ ସହିତ ଏହାର ମହିମା ଓ ଉଦ୍ଦେଶ୍ୟ ବ୍ୟାଖ୍ୟାନ କରାଯିବା ସଙ୍ଗେ ସଙ୍ଗେ ସମସ୍ତ ବିଭାଗର ଅନୁଶୀଳନ କରାଯାଉଛି। ଏହି ମର୍ମରେ ଓଡ଼ିଆ ଶିକ୍ଷା ପାଇଁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ କରକମଳରେ ଓଡ଼ିଆ ଭାଷା ଶିକ୍ଷା କେନ୍ଦ୍ର ଆରମ୍ଭ କରାଯାଇଥିଲା। 2011ରେ ନୂଆଦିଲ୍ଲୀର ଛତରପୁର ମନ୍ଦିର ଏବଂ ଜୈନ ମନ୍ଦିର ପ୍ରାଙ୍ଗଣରେ ନୀଳାଚଳ ସାରସ୍ୱତ ସଂଘ ଆନୁକୂଲ୍ୟରେ ଭକ୍ତ ସମ୍ମିଳନୀର ହୀରକ ଜୟନ୍ତୀ ଅଧିବେଶନ ଓଡ଼ିଶା ବାହାରେ ପ୍ରଥମ ଥର ପାଇଁ ଆୟୋଜନ କରାଯାଇଥିଲା। ଏଥିରେ ସମଗ୍ର ବିଶ୍ୱରୁ 15,000ରୁ ଅଧିକ ଭକ୍ତ ଯୋଗଦାନ କରି 3 ଦିନିଆ ସମ୍ମିଳନୀର ଆନନ୍ଦ ପ୍ରାପ୍ତ କରିଥିଲେ। ଏହି ସମ୍ମିଳନୀ ପାଇଁ ପୌଷ ପୂର୍ଣ୍ଣିମାରେ ଶ୍ରୀ ଜଗନ୍ନାଥ ଧାମ ପୁରୀ ସ୍ଥିତ ସ୍ମୃତି ମନ୍ଦିରରୁ ଶ୍ରୀ ଗୁରୁ ମହାରାଜ ତାଙ୍କର 500ରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସହ ଓଡ଼ିଶାର ବିଭିନ୍ନ ସ୍ଥାନ ଦେଇ ଝାଡ଼ଖଣ୍ଡ, ଛତିଶଗଡ଼, ବିହାର ତଥା ଉତ୍ତରପ୍ରଦେଶ ରାସ୍ତାରେ ବିଶାଳ ଶୋଭାଯାତ୍ରାରେ ଆସି ଦିଲ୍ଲୀ ସ୍ଥିତ ଆସନ ମନ୍ଦିରରେ ପହଞ୍ଚିଥିଲେ ତଥା ମାସାଧିକ ସମୟ ଅବସ୍ଥାନ ପୂର୍ବକ ଅଖଣ୍ଡ ନାମଯଜ୍ଞ ସମାପନ ସହିତ ବିଶ୍ୱ ଶାନ୍ତି ପାଇଁ ଦୈନିକ ପ୍ରାର୍ଥନା, ସନାତନ ଧର୍ମ ସମ୍ବନ୍ଧୀୟ ଆଲୋଚନା ସହିତ 3 ଦିନ ସମ୍ମିଳନୀର ଆୟୋଜନରେ 16 ଉପଚାର ପୂଜା, ଆଦର୍ଶ ଗୃହସ୍ଥ ଜୀବନ ଗଠନ, ସଂଘ ଶକ୍ତିର ପ୍ରତିଷ୍ଠା ତଥା ଭାବ ବିନିମୟ ସମ୍ବନ୍ଧୀୟ ଆଲୋଚନା, ଆନନ୍ଦ ସଭା, ମହିଳା ସଭା ଆଦି ସମ୍ପନ୍ନ କରାଯାଇ ପଶ୍ଚିମବଙ୍ଗ ରାସ୍ତାରେ ପୁନର୍ବାର ବିଶାଳ ଶୋଭାଯାତ୍ରାରେ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଥିଲେ। ସମଗ୍ର ନିଗମ ସମାଜ ପାଇଁ ଏହା ଏକ ଐତିହାସିକ କ୍ଷଣ ଭାବରେ ଆଜି ମଧ୍ୟ ସ୍ମରଣୀୟ ହୋଇ ରହିଛି। ଯେତେବେଳେ ସଦ୍ଗୁରୁ ନିଗମାନନ୍ଦଜୀ ହୃଦୟଙ୍ଗମ କଲେ ଯେ ତାଙ୍କ ସ୍ଥୂଳ ଶରୀର ଆଉ କାର୍ଯ୍ୟକ୍ଷମ ହୋଇପାରିବ ନାହିଁ, ସେତେବେଳେ ଭକ୍ତମାନଙ୍କୁ ଏହାର ସୂଚନା ପ୍ରଦାନ ପୂର୍ବକ ମୁଁ ଗୁରୁ ହୋଇ ରହିଲି, ଏହି ଗୁରୁଭାର ମୁଁ କାହାକୁ ଦେଇଯାଉ ନାହିଁ
ତଥା ଆଜି ଯେପରି ଭାବରେ ପରିଚାଳନା କରୁଛି ସେହି ଭାବରେ ପରିଚାଳନା କରୁଥିବି, ଏପରି ଏକ ଅଲୌକିକ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରି ଯୋଗ ବଳରେ ସେ 1935 ମସିହା ନଭେମ୍ବର 29 ତାରିଖରେ ନିଜର ସ୍ଥୂଳ ଶରୀର ତ୍ୟାଗ କରିଥିଲେ। ଯେହେତୁ ଏହା ସାଧାରଣ ବ୍ୟବସ୍ଥାର ବ୍ୟତିକ୍ରମ ଥିଲା, ତେଣୁ ଭକ୍ତ ଏବଂ ଶ୍ରଦ୍ଧାଳୁମାନେ କିପରି ସଦ୍ଗୁରୁ ନିଗମାନନ୍ଦଙ୍କୁ ନାମ, ରୂପ, ଲୀଳା ଓ ବିଗ୍ରହ ମାଧ୍ୟମରେ ଉପାସନା କରିବେ ତଥା ପରିଚାଳିତ ହେବେ, ଏ ନେଇ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲା, ଯାହାର ସମାଧାନ 1936 ମସିହାରେ ଶ୍ରୀ ଜଗନ୍ନାଥ ଧାମ ପୁରୀରେ ସାର୍ବଭୌମ ଭକ୍ତ ସମ୍ମିଳନୀ ଶୋଭାଯାତ୍ରା ସମୟରେ ହୋଇଥିଲା। ଶୋଭାଯାତ୍ରା ସମୟରେ ଶ୍ରୀ ବିଗ୍ରହଙ୍କ ଉପରେ ଖରା ତେଜ ପଡ଼ୁଥିବାରୁ ସାରା ବିଗ୍ରହ ଘର୍ମାକ୍ତ ହେବାର ଦେଖାଯାଇଥିଲା। ତୁରନ୍ତ ବିଞ୍ଚଣା ଦ୍ୱାରା ପଙ୍ଖା କରାଯିବା ସହିତ ଖରା ନ ପଡ଼ିବାର ବ୍ୟବସ୍ଥା କରାଯିବାରୁ ଧୀରେ ଧୀରେ ଘର୍ମାକ୍ତ କଳେବର ପୁନର୍ବାର ସାଧାରଣ ସ୍ଥିତିକୁ ଆସିବାର ଦୃଶ୍ୟ ସମସ୍ତେ ଅବଲୋକନ କରି ଆଶ୍ଚର୍ଯ୍ୟ ହୋଇଥିଲେ ଏବଂ ସଦ୍ଗୁରୁଙ୍କ ଶେଷ କଥା ଅନୁସରଣରେ ସଦ୍ଗୁରୁ ନିଗମାନନ୍ଦ ନିତ୍ୟ ବର୍ତ୍ତମାନ ନିତ୍ୟ ବିଦ୍ୟମାନ ଧାରାରେ ସଂଘ ଏ ପର୍ଯ୍ୟନ୍ତ ପରିଚାଳିତ ହୋଇଆସୁଛି। ସଂଘର ଧାରା ହିସାବରେ ସଦ୍ଗୁରୁ ନିଗମାନନ୍ଦ ଦେବ ଏକମାତ୍ର ଗୁରୁ ଏବଂ ଇଷ୍ଟ, ଏହି ଆଦର୍ଶରେ ଭକ୍ତମାନେ ପରିଚାଳିତ ହେଉଛନ୍ତି। ସଦ୍ଗୁରୁ ନିଗମାନନ୍ଦ ଦେବ ଶିଷ୍ୟ ଭକ୍ତମାନଙ୍କ ପାଇଁ ମହାଶକ୍ତିଙ୍କ ସହ ଯେଉଁ ଚୁକ୍ତି କରିଥିଲେ ଯେ ଯିଏ ବିରୁଦ୍ଧାଚରଣ କରିବ ସେ 3 ଜନ୍ମରେ ମୁକ୍ତି ହେବ, ଯିଏ ଆଜୀବନ ଅନୁକରଣ କରିବ ସେ କ୍ରମମୁକ୍ତି ପଥରେ ଗତି କରିବ, ତାର ପୁନର୍ଜନ୍ମ ହେବ ନାହିଁ, ତଥା ଯିଏ ପ୍ରବର୍ତ୍ତିତ ସାଧନା ଭଜନ ନିଷ୍ଠାର ସହ ପାଳନ କରିବ ତାର ଏହି ଦେହସ୍ଥିତି କାଳରେ ଜୀବନମୁକ୍ତ ଅବସ୍ଥା ପ୍ରାପ୍ତ ହୋଇପାରିବ, ଏ ପ୍ରକାର ଅଭୟ ପ୍ରଦାନ କରିଯାଇଅଛନ୍ତି। ଋଷି ସଂଘ, ଯାହାକି ସମଗ୍ର ବିଶ୍ୱରେ ଧର୍ମ ଜୀବନ ଯାପନ କରୁଥିବା ଜୀବମାନଙ୍କୁ ସହାୟତା ପ୍ରଦାନ କରନ୍ତି, ତାଙ୍କ ସହ ମଧ୍ୟ ଚୁକ୍ତି କରି ସମସ୍ତ ଶିଷ୍ୟ ଭକ୍ତମାନେ କିପରି ନିର୍ଭୟ ହୋଇ ନିର୍ବିଘ୍ନରେ ଧର୍ମୀୟ ଜୀବନଯାପନ କରିପାରିବେ ତାହାର ବ୍ୟବସ୍ଥା ମଧ୍ୟ କରିଯାଇଛନ୍ତି। ସଦ୍ଗୁରୁ ନିଗମାନନ୍ଦଜୀଙ୍କ ନିର୍ବିକଳ୍ପ ସିଦ୍ଧି ସ୍ଥଳର ଉଦ୍ଧାର ପ୍ରକ୍ରିୟା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ। ଯେହେତୁ ନିଭୃତରେ ଏକାକୀ ସାଧନା ସମୟରେ ସେ ବସିଥିଲେ, ତେଣୁ ନିର୍ଦ୍ଦିଷ୍ଟ ଭାବରେ କେଉଁ ସବୁ ସ୍ଥାନରେ ସେ ବସିଥିଲେ ତାର ଅନୁସନ୍ଧାନ ଶିଷ୍ୟ ଭକ୍ତମାନେ କରୁଥିବା ସମୟରେ ବିଭିନ୍ନ ଅଲୌକିକ ଘଟଣା ଘଟିଛି। ଆସାମର ଜଣେ ବରିଷ୍ଠ ଭାରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ଦର୍ଶନ ଦେଇ ନିର୍ଦ୍ଦେଶ ପ୍ରଦାନ ପୂର୍ବକ ସେ ଜାଗାର ଉଦ୍ଧାର ତଥା ଏକ ଭବ୍ୟ ନିର୍ବିକଳ୍ପ ସିଦ୍ଧି ସ୍ଥଳ 2012 ମସିହାରୁ ତିଆରି ହୋଇ ଆଜି ଭକ୍ତ ଏବଂ ଶ୍ରଦ୍ଧାଳୁମାନଙ୍କ ପାଇଁ ଏକ ଶ୍ରଦ୍ଧା କେନ୍ଦ୍ର ରୂପରେ ବିଦ୍ୟମାନ ହୋଇଛି। ସଦ୍ଗୁରୁ ନିଗମାନନ୍ଦଙ୍କ ଯୋଗ ଶିକ୍ଷାଦାତା ଗୁରୁ ଉଦାସୀନାଚାର୍ଯ୍ୟ ସୁମେରୁ ଦାସଜୀ ମହାଭାଗ ଏହିପରି ଭବିଷ୍ୟବାଣୀ କରିଥିଲେ ଯେ ତୁମେ ସାର୍ବଭୌମ ଗୁରୁ ରୂପରେ ପ୍ରତିଷ୍ଠା ଲାଭ କରିବ, ତୁମେ ସାମ୍ପ୍ରଦାୟିକତାର ଗଣ୍ଡିକୁ ଖଣ୍ଡନ କରିବ ଏବଂ କଳିଯୁଗର ଅବତାରଙ୍କ ପାଇଁ ତୁମେ କ୍ଷେତ୍ର ପ୍ରସ୍ତୁତ କରିବ ତଥା ତାଙ୍କର ଗୁରୁ ରୂପରେ ବରିତ ହେବ। ଏହିପରି ଜଣେ ସିଦ୍ଧ ମହାପୁରୁଷଙ୍କ ଭାବଧାରା ପ୍ରସାର ଉଦ୍ଦେଶ୍ୟରେ ଭାରତର ରାଜଧାନୀରେ 1.25 ଏକର ବିଶିଷ୍ଟ ଏକ ଜାଗା କିଣାଯାଇ ଏକ ଆନ୍ତର୍ଜାତୀୟ ନିଗମ ଚେତନା କେନ୍ଦ୍ରର ପରିକଳ୍ପନା ନୀଳାଚଳ ସାରସ୍ୱତ ସଂଘ ମାଧ୍ୟମରେ ଦିଲ୍ଲୀ ସାରସ୍ୱତ ସଂଘ ଦ୍ୱାରା ସମ୍ପନ୍ନ ହୋଇପାରିଛି। ଏହା ସଦ୍ଗୁରୁ ନିଗମାନନ୍ଦ ଦେବଙ୍କ କୃପା ଭିନ୍ନ ଅନ୍ୟ କିଛି ନୁହେଁ। ଏହି କେନ୍ଦ୍ରରେ ଉତ୍କଳର ଶ୍ରୀଜଗନ୍ନାଥଙ୍କ ରୀତିନୀତିରେ ସେବା ପୂଜା ସମ୍ପନ୍ନ ସହିତ କେନ୍ଦ୍ର କିପରି ଜଗନ୍ନାଥ ଧାମର ଭାଷା, କଳା, ସଂସ୍କୃତି, ଖାଦ୍ୟ, ପୋଷାକ ଅନୁକରଣର ଏକ ପ୍ରକୃଷ୍ଟ କ୍ଷେତ୍ର ଭାବରେ ପରିଗଣିତ ହୋଇପାରିବ ତାହାର ମଧ୍ୟ ବ୍ୟବସ୍ଥା କରାଯାଇଛି। ବାଂଲାଦେଶ ସ୍ଥିତ ଗୁରୁଦେବଙ୍କ ଜନ୍ମସ୍ଥଳୀ ଆଜି ମଧ୍ୟ ଭକ୍ତ ତଥା ଶ୍ରଦ୍ଧାଳୁମାନଙ୍କ ପାଇଁ ଏକ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇ ରହିଛି। ଯେବେ ବି ବାଂଲାଦେଶରେ ସାମାଜିକ ଅସ୍ଥିରତା ଦେଖାଦେଇଛି, ସେତେବେଳେ କେବେ ବି ଏହି ଜନ୍ମସ୍ଥଳୀର କୌଣସି ଅସୁବିଧା ହୋଇନାହିଁ, କାରଣ ବିଭିନ୍ନ ସମ୍ପ୍ରଦାୟର ଭକ୍ତ ଶିଷ୍ୟମାନେ ଏହାକୁ ସାମ୍ପ୍ରଦାୟିକ ରହିତ ଅନୁଷ୍ଠାନର ଆଖ୍ୟା ଦେଇ ନିଜେ ସୁରକ୍ଷାର ବ୍ୟବସ୍ଥା କରି ଆଜି ମଧ୍ୟ ଏକ ଉଦାହରଣ ପ୍ରତିଷ୍ଠିତ କରିଛନ୍ତି। ଗୁରୁଦେବଙ୍କ ପାଖରେ ଏହି ପ୍ରାର୍ଥନା ତଥା ସରକାରଙ୍କଠାରୁ ଏହି ଆଶା ରଖୁଛୁ ଯେ କର୍ତ୍ତାରପୁର କରିଡର ପରି କୁତବପୁର କରିଡର ନିର୍ମାଣ କରାଯାଇ ଭାରତ ବାଂଲାଦେଶ ମଧ୍ୟରେ ଉତ୍ତମ ବାତାବରଣ ତଥା ଭକ୍ତ ଶ୍ରଦ୍ଧାଳୁମାନଙ୍କର ଗମନାଗମନ ପ୍ରତିବନ୍ଧକ ଦୂର ହୋଇପାରିଲେ ସମସ୍ତେ ଉପକୃତ ହୋଇପାରିବେ। ଜୟ ଗୁରୁ।